ଆଗ ସିଓନର ବନ୍ଦୀ କନ୍ୟା ଆପଣା ଗଳାର ବନ୍ଧନ ସବୁ ଫିଟାଇ ପକାଅ। ପ୍ରଭୁଙ୍କ ନାମର ମହିମା ହେଉ। ପରମେଶ୍ୱର ସର୍ବଦା ଚାହାନ୍ତି ତାହାଙ୍କ ଲୋକମାନେ ବନ୍ଧନରୁ ମୁକ୍ତ ଏକ ଜୀବନ ଅତିବାହିତ କରନ୍ତୁ। କିନ୍ତୁ ପରିତାପର କଥା, ଅବସାଦର କଥା ଏହା ଅଟେ, ଯଦି ଆମ୍ଭେମାନେ ବିଶ୍ୱାସୀ ମାନଙ୍କ ଜୀବନକୁ ଜୀବନକୁ ନିକଟରୁ ଦେଖିବା, ଅନେକ ପ୍ରକାର ବନ୍ଦିତ୍ୱାବସ୍ଥାରେ ସେମାନେ ଅଛନ୍ତି, ଜୀବନ ଅତିବାହିତ କରୁଛନ୍ତି। ପ୍ରଭୁଙ୍କ ଲୋକମାନେ ଧର୍ମଶାସ୍ତ୍ର ବାଇବଲ ଅନେକ ବନ୍ଧନ ସମ୍ବନ୍ଧରେ, ବନ୍ଦିତ୍ୱାବସ୍ଥା ସମ୍ବନ୍ଧରେ ପ୍ରକାଶ କରେ। ଏକ ମୁଖ୍ୟ ବନ୍ଧନକୁ ଆମ୍ଭେମାନେ ଦେଖିବା ପାଇଁ ଚେଷ୍ଟା କରିବା। ସ୍ୱଳ୍ପ ସମୟରେ ମୁଁ ସାରିବି। ପରିବେଶ ଯଦି ବେଶୀ ନିୟନ୍ତ୍ରଣ ବାହାରେ ହେବ ତ 5 ମିନିଟରେ ମଧ୍ୟ ସାରି ଦେଇପାରେ। ଯେହେତୁ ମୁଁ ଏଠାକୁ ଆପଣମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆସିନାହିଁ, ଏଣୁକରି ଆପଣମାନେ ଦୁଃଖ କରୁଥିଲେ ୱେଲକମ୍ କରୁଥାନ୍ତୁ। ବସିବାର ଅଛି ତ ଈଶ୍ୱରଙ୍କ ସାନ୍ନିଧ୍ୟରେ ବସିଲା ପରେ ବସନ୍ତୁ, ନହେଲେ ବାଟେ ବାଟେ ଯାଆନ୍ତୁ, ଖାଇକି ଶୋଇପଡ଼ନ୍ତୁ। ଏଠାରେ ଡିଷ୍ଟର୍ବ ଦୟାକରି କରନ୍ତୁ ନାହିଁ। ମୁଁ ପ୍ରଥମ ଥର କହିଲି, ଦ୍ୱିତୀୟ ଥର କହିବାକୁ ଦୟାକରି ଦିଅନ୍ତୁ ନାହିଁ। ଅନେକଙ୍କୁ ଦେଖିବେ ମୁଖରେ, ଚେହେରାରେ, ଜୀବନରେ, ହୃଦୟରେ ଆଉ କୌଣସି ପ୍ରକାରର ଖୁସି, ଆନନ୍ଦ ଆଉ ଦେଖାଯାଉ ନାହିଁ। ବାଇବଲ ପଢା ଚାଲିଥିବ, ପ୍ରାର୍ଥନା ବି ଚାଲିଥିବ, ଅଧ୍ୟୟନ ବି ହେଉଥିବ, ଆଣ୍ଠୁ ପାତିବା ମଧ୍ୟ ଚାଲୁଥିବ। ଏପଟେ ଆଣ୍ଠୋଇ ଦେଇଥିବେ, ଆଣ୍ଠୋଇ ସାରି ଉଠିଲା ପରେ ଅନ୍ୟକୁ କଲ୍ ମଧ୍ୟ କରିଥିବେ। କ'ଣ ବୋଲି? ନିଜର ଦୁଃଖ ଗୁହାରିବା ପାଇଁ। ତେବେ ପ୍ରାର୍ଥନାରେ କ'ଣ କରୁଥିଲ? ଅନେକଙ୍କୁ ଦେଖିବେ, ମତେ ବହୁତ କଷ୍ଟ ଲାଗେ, ବହୁତ ଦୁଃଖରେ ମଗ୍ନ ହୋଇ ବୁଡି ଯାଇଥିବା ଅବସ୍ଥାରେ ଆପଣ ମାନେ ପାଇବେ। ପରମେଶ୍ୱର ଚାହାନ୍ତି ତାଙ୍କ ଲୋକମାନେ ନିତ୍ୟ ସ୍ୱର୍ଗୀୟ ଆନନ୍ଦରେ ଜୀବନ ଅତିବାହିତ କରନ୍ତୁ। ଏବଂ ମୋର ପ୍ରଶ୍ନ ଆପଣମାନଙ୍କ ସମ୍ମୁଖରେ, ମୁଁ କ'ଣ ଆନନ୍ଦରେ ଜୀବନ ଯାପନ କରୁଅଛି, ନା ଆନନ୍ଦରେ ଅଛି ବୋଲି କେବଳ ଆକ୍ଟିଂ କରୁଛି? ଯଦି କେହି ଆପଣଙ୍କୁ ପଚାରିବେ, ଆଜ୍ଞା ନମସ୍କାର, ଆପଣ କେମିତି ଅଛନ୍ତି? ଆମେ ହଁ ପ୍ରଭୁଙ୍କ ଅନୁଗ୍ରହରୁ ବହୁତ ବଢିଆ, ସବୁ କୁଶଳ ମଙ୍ଗଳ ବାରିଆଡରୁ। କିଛି କୁଶଳ ମଙ୍ଗଳ ନାହିଁ, ଡାହା ମିଛ, ସଫା ମିଛ। ଅନେକ ଏପରି ମନେ କରୁଛନ୍ତି ଜୀବନ ଆଜ୍ଞା ମଣିଷ ଜୀବନ ତ, ଆଉ ଦୁଃଖ ନହେଲେ ହେବ କି? କିଏ କହିଲା? ଫିଲିପିୟ ମଣ୍ଡଳୀକୁ ପାଉଲ ଲେଖିଲେ, ସର୍ବଦା କାନ୍ଦି କାନ୍ଦି ରୁହ, ଦୁଃଖରେ ରୁହ, ନିଜର ଦୁଃଖ ଆଉ ଅନ୍ୟକୁ ଯାଇକି ଗୁହାର, ନହେଲେ ସ୍ୱାମୀ ପାଇଁ ଦୁଃଖ ହେଉଥାଅ, ସ୍ତ୍ରୀ ପାଇଁ ଦୁଃଖ ହେଉଥାଅ, ଅଶ୍ରୁ ଝରାଇ ରୁହ, ଆଉ ସର୍ବଦା କେବେ ମଧ୍ୟ ଆନନ୍ଦରେ ରୁହ ନାହିଁ। ଏହା କହିଲେ କି ପ୍ରଭୁଙ୍କ ଲୋକମାନେ ଜୀବନକୁ ଟିକେ ବୁଝନ୍ତୁ। ଏତେ ବ୍ୟସ୍ତ ବହୁଳରେ ଜୀବନ ଅତିବାହିତ କରାଯାଏ ନାହିଁ। ଆମମାନଙ୍କ ଜୀବନ ଈଶ୍ୱରଙ୍କ ଦାନ ଅଟେ। ଆମ୍ଭେମାନେ ଯେପରି ସର୍ବଦା
ବନ୍ଦିତ୍ୱାବସ୍ଥାରୁ ଉଦ୍ଧାର ପାଇ ଆନନ୍ଦରେ ଜୀବନ ଯାପନ କରିବୁ। ଏଥିପାଇଁ ସେ ସ୍ୱର୍ଗୀୟ ସୁଖ ଆନନ୍ଦ ତ୍ୟାଗିଲେ, ଆମ୍ଭମାନଙ୍କ ପାଇଁ ଧରା ପୃଷ୍ଠକୁ ଆସିଲେ। ଆପଣ ନିଜ ପୁଅଙ୍କୁ ନିଜ ଝିଅଙ୍କୁ ଯାହା ସେମାନେ କରିପାରିବେ ନାହିଁ ତାହା ସେମାନଙ୍କୁ କହିବେ କି ନା ତୋତେ ଏଇଟା କରିବାକୁ ପଡ଼ିବ, କହିହେବ? ଆପଣଙ୍କର ଛୋଟିଆ ଗୋଟେ ଝିଅକୁ କହିବେ ତୋତେ ବିରିୟାନୀ ରାନ୍ଧିବାକୁ ପଡ଼ିବ, ନହେଲେ ଦେବି, କହିହେବ? ହବ ନାହିଁ। ଠିକ ସେପରି ଈଶ୍ୱରଙ୍କ ବାକ୍ୟରେ ଯାହା ଲେଖା ହୋଇଅଛି, ମାନେ ଏହା ବୁଝିବା ଦରକାର ତାହା ନିତାନ୍ତ ମୋର ଆବଶ୍ୟକର ବିଷୟ ଅଟେ, ଆଉ ତାହା ନିଶ୍ଚୟ ମୁଁ ଅନୁଭବ କରିପାରିବି। ବନ୍ଦିତ୍ୱାବସ୍ଥାରୁ ଏକ ବ୍ୟକ୍ତି ଯଦି ମୁକୁଳି ନାହାନ୍ତି, ଉଦ୍ଧାର ପାଇନାହାନ୍ତି, ମାନେ ସମଥିଙ୍ଗ ସିରିୟସଲି ରଙ୍ଗ ଅଛି। ସେମାନେ କିପରି ନିଜକୁ ଭାବୁଛନ୍ତି ଏହା କମନ୍ ଅଟେ? ନା, ଦୁଃଖରେ ରହିବା ସ୍ୱାଭାବିକ ନୁହେଁ, ଜମା ନୁହେଁ। ଆପଣଙ୍କୁ କେବେ ଲାଗୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ କାନ୍ଦି 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 ଅଶ୍ରୁ ଝରାଇ ଲୁହ ଝରାଇ ଦିନ ରାତି ନ ଶୋଇ ଜୀବନ ଯାପନ କରିଥିବେ? ଜମା ନାହିଁ, ଅସମ୍ଭବ ଅଟେ। ପ୍ରଭୁଙ୍କ ଲୋକମାନେ ବନ୍ଧନ ମୁକ୍ତ ଜୀବନ ବାସ୍ତବ ଖ୍ରୀଷ୍ଟିଆନ ଜୀବନ। ତେବେ ଟିକେ ପଚାରିବା, ମୋ ଜୀବନରେ ଆଜି ମୁଁ ବନ୍ଧନରୁ ମୁକ୍ତ ପାଇପାରିଛି କି? ନା ଏବେ ହିଁ ମୋ ଠାରେ ବନ୍ଧନର ଅବସ୍ଥା ଦେଖାଯାଉଛି? ଏକ ପ୍ରଧାନ ବନ୍ଧନ, ଏକ ମୁଖ୍ୟ ବନ୍ଧନ ଆମେ ଦୁଃଖକୁ ନେଇପାରିବା। ଏକ ବ୍ୟକ୍ତି ଯଦି ମୁକ୍ତ ଜୀବନ ଅତିବାହିତ କରୁନାହାନ୍ତି, ତେବେ ସେ କାହିଁ ନା କାହିଁ ବନ୍ଦିତ୍ୱ ଅବସ୍ଥାରେ ଅଛନ୍ତି। ସେ ଫ୍ରିଡମ ଲାଇଫ ଅତିବାହିତ କରୁନାହାନ୍ତି। କେତେ ସନ୍ତାପର କଥା ଅଟେ। ପ୍ରଭୁଙ୍କ ଲୋକମାନେ, ଆପଣଙ୍କୁ ଯଦି ମୁଁ ପଚାରିବି ଆପଣ ବାଇବଲର ପରମେଶ୍ୱରଙ୍କୁ ଜାଣନ୍ତି କି? ଆପଣ କହିବେ ୟେସ୍ ଭାଇ, ହଁ ବାବୁ ଆମେ ଜାଣିଛୁ। କଣ ବୋଲି ଜାଣିଛନ୍ତି? ବାଇବଲର ପରମେଶ୍ୱର ଜିହୋଭା ଜିରି ଅଟନ୍ତି, ଜିହୋଭା ରାଫା ଅଟନ୍ତି। ସେ ଆବଶ୍ୟକ ଯୋଗାନ୍ତି, ସେ ସୁସ୍ଥ କରନ୍ତି। ହେଲେ ଦୁଃଖରେ ଅଛନ୍ତି କାହିଁକି? ସେ ତ ସୁସ୍ଥ କରନ୍ତି, ସେ ତ ଆବଶ୍ୟକ ଯୋଗାନ୍ତି, ସେ ତ ସର୍ବଶକ୍ତିମାନ ଅଟନ୍ତି, ସେ ତ ଆପଣ ପାଇଁ ଚିନ୍ତା କରନ୍ତି। ଆପଣ ଦୁଃଖର ବନ୍ଧନରେ କାହିଁକି ଅଛନ୍ତି? ଆମେ ବହୁତ ବଡ଼ ପ୍ରତାରଣାରେ ଜୀବନ ଅତିବାହିତ କରୁଛୁ। ଆମେ ମନେ କରୁଛୁ ଆମେ ବାଇବଲର ପରମେଶ୍ୱରଙ୍କୁ ଜାଣିଅଛୁ ବୋଲି। ଅନୁଭୂତିରୁ ଯଦି ଆମେ ଜାଣିଯିବା, କୌଣସି ବନ୍ଧନ ଆମକୁ ବାନ୍ଧିକି ରଖିପାରିବ ନାହିଁ, ଅସମ୍ଭବ ଅଟେ। ମନେ ରଖୁ, ପ୍ରଭୁଙ୍କ ଲୋକମାନେ ପରମେଶ୍ୱରଙ୍କ ନିତ୍ୟ ଇଚ୍ଛା, ତାଙ୍କ ଲୋକମାନେ ସର୍ବଦା ଆନନ୍ଦରେ ଜୀବନ ଅତିବାହିତ କରନ୍ତୁ, ସର୍ବଦା। ମନେ ରଖୁ, ଜୀବନରେ ଝଞ୍ଜା ଆସିବ, ବତାସ ଆସିବ, କଷ୍ଟ ଆସିବ, ଅଭାବ ଆସିବ, କିନ୍ତୁ ସେ ସକଳ ନେଗେଟିଭ ବିଷୟ ଆପଣଙ୍କର ଆନନ୍ଦକୁ କେବେ ନେଇପାରିବ ନାହିଁ, କେବେ ନେଇପାରିବ ନାହିଁ। ପ୍ରବଳ ବତାସ ତୋଫାନ ବହିଲା, ମାର୍କ 4:37। ଯୀଶୁ ଛୋଟ ବଡ଼ ହେଇ ଗାଁ ଛାଡ଼ି ପଳେଇଲେ କି? ଡେଇଁ ପଡ଼ିଲେ କି ସମୁଦ୍ରକୁ? ମରି ତ ଯିବି, ଗଲା, ଜୀବନର ଆଉ କିଛି ଆଶା ନାହିଁ। ଯୀଶୁ କଣ କରୁଥିଲେ ସେଇଠି? କୁହନ୍ତୁ ତ ଭାଇ ଭଉଣୀ ମାନେ। ମାର୍କ 4:37 ପଢନ୍ତୁ। କେମିତି ତୋଫାନ ଭଉଣୀ? ପ୍ରବଳ ତୋଫାନ ହେଲା। ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା, ପ୍ରବଳ ତୋଫାନ ହେଲା। ଆଉ ଯୀଶୁ ସେଠାରେ, ପ୍ରଭୁ କୋ ପାଷ୍ଟରକୁ ଫୋନ କରିବି, ଫୋନ ଟାୱାର ମଧ୍ୟ ଲାଗୁନି, ପ୍ରଭୁ କେମିତି ହେବି, କେମିତି ମରିଯିବି ନା କେମିତି ନା ପ୍ରଭୁ। ଏମିତି ହେଲେ କି ଯୀଶୁ ସେଇଠି?
ଯୀଶୁ କ'ଣ କରୁଛନ୍ତି ସେଇଠି? ଆଜ୍ଞା ଜୋର ସେ ଗୁଡ ନାଇଟ୍। କ'ଣ ଲାଇଫ! ମାନେ ଆମ ଯୀଶୁଙ୍କୁ କୌଣସି ଝଞ୍ଜା ବତାସ ତୋଫାନ କି ପ୍ରବଳ ତୋଫାନ ମଧ୍ୟ ତାଙ୍କ ଆନ୍ଦରୁନୀ ଆଭ୍ୟନ୍ତରୀଣ ଆନନ୍ଦକୁ ଜମା ବି ହଲଚଲ କରିପାରି ନାହିଁ ନା। ସର୍ବ ଅବସ୍ଥାରେ ସୁସ୍ଥିର, ସର୍ବ ଅବସ୍ଥାରେ ଅବିଚଳିତ, ସର୍ବ ଅବସ୍ଥାରେ ଆନନ୍ଦିତ। ଏହା ଗୋଟେ ଯୀଶୁଙ୍କର ଜୀବନ। ଆମେ ସେଇ ଯୀଶୁଙ୍କୁ ଜାଣିଛୁ ତ ନା କେବଳ ନାମରେ? ପଚାରିବା, ଆଜି ଦୁଃଖର ବନ୍ଧନରେ ମୁଁ ବନ୍ଧା ଯାଇନାହିଁ ତ? ଏହା ପ୍ରଥମେ କ୍ଲିୟର ହେଇଯାଆନ୍ତୁ। ପରମେଶ୍ୱର କେବେ ମଧ୍ୟ ଚାହାନ୍ତି ନାହିଁ ଯେ ଆମେ ଦୁଃଖରେ ରହିବୁ ବୋଲି, ନା, କେବେ ନାହିଁ। ପରମେଶ୍ୱର ଅମଙ୍ଗଳକାରୀ ନୁହନ୍ତି। ପରମେଶ୍ୱର କେବେ କାହାରି ଅନ୍ୟାୟ କରନ୍ତି ନାହିଁ। ତେବେ ଆପଣ ମାନେ ପଚାରିବେ, ମୋର ଜୀବନରେ ଏତେ ଦୁଃଖ କାହିଁକି? କାହିଁକି ଆମ ଜୀବନରେ ଏତେ ସମସ୍ୟା? କାହିଁକି ଆମ ଜୀବନରେ ଏତେ ଅମଙ୍ଗଳ ଦେଖାଯାଉଛି? ପରମେଶ୍ୱର କୁଆଡ଼େ ଗଲେ? ପରମେଶ୍ୱର କେଉଁଠାକୁ ଯାଇନାହାନ୍ତି। ଆପଣ ଟିକେ ନିଜକୁ ପଚାରନ୍ତୁ, ଆପଣ କୁଆଡ଼େ ଯାଇଛନ୍ତି? ନାଇଁ ଗଣି ଦିଅ ଆଜ୍ଞା, ବଡ଼ କାମ ନା ସେଟା। ଗଣ ଭଲରେ ଗଣ ଗଣ ଗଣ। ଆଉ ଗୋଟେ ଦୁଇ ଜଣ ସେଠି ମିଶ କଥାବାର୍ତ୍ତା ହେଉଥିବ, ମୁଁ ପ୍ରଚାର କରୁଥିବି। ପ୍ଲିଜ କରନ୍ତୁ, ଭଲରେ ଗଣନ୍ତୁ। ଏମାନଙ୍କର ହିଁ କାନ୍ଦିଲେ। ସେବା ଯୀଶୁ କଲା ପରେ ମଧ୍ୟ ଲୋକମାନେ ଯୀଶୁଙ୍କୁ ବୁଝିପାରିନାହାନ୍ତି। ଆମକୁ କିଏ ବୁଝିବେ? କେଉଁ ପ୍ରକାର ଭକ୍ତିକୁ ଆମେ ପ୍ରଦର୍ଶନ କରୁଛୁ? 2 ଘଣ୍ଟା ବସିବା ଯେ ଆମେ ଚେୟାର ହିଁ ଦରକାର? ଭେଣ୍ଡିଆ ମାନଙ୍କୁ ଲାଜ ସରମ ଲାଗୁଛି। ଭେଣ୍ଡିଆ ପୁଣି ଆଉ ପୁଣି ଗିର୍ଜା ଘରକୁ ଆସିଛନ୍ତି। ସରି, ଆଇ କ୍ୟାନଟ୍ ପ୍ଲିଜ୍ ୟୁ। ମୁଁ ଆପଣମାନଙ୍କୁ ସନ୍ତୁଷ୍ଟ କରିପାରିବି ନାହିଁ। ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଛୁ। ସାଧାରଣ ବିଷୟ ଗୁଡ଼ାକ ଆମ ଜୀବନରେ ପରିବର୍ତ୍ତନ ହେଇନାହିଁ। ଆଉ ବନ୍ଦିତ୍ୱ ଅବସ୍ଥାରୁ କିପରି ବାହାରିବା, କେତେ ଦୁଃଖର କଥା ଅଟେ ନା। ୟଙ୍ଗ ମାସ ମାନେ ତଳେ ବସି ଆଣ୍ଠଇ ଉପାସନା କରି କର ତଳେ ମାରି ପ୍ରଭୁଙ୍କୁ ଗୌରବ ଦେବା ଦରକାର। ହଉ, ମନେ ରଖ, ଟପିକ ଆସିବା। ପରମେଶ୍ୱର ସର୍ବଦା ଚାହାନ୍ତି ତାହାଙ୍କ ଲୋକମାନେ ବନ୍ଦିତ୍ୱ ଅବସ୍ଥାରୁ ବାହାରନ୍ତୁ। ସର୍ବଦା ପରମେଶ୍ୱର ଚାହାନ୍ତି। ତେବେ ପରମେଶ୍ୱର ଚାହାନ୍ତି ବନ୍ଦିତ୍ୱ ଅବସ୍ଥାରୁ ବାହାରନ୍ତୁ ବୋଲି ମୁଁ କେତେ ଚାହୁଁଛି? କେଉଁଠି ରହିଲା ପ୍ରୋବ୍ଲେମ? କେଉଁଠି ରହିଲା ମୂଳ ପ୍ରୋବ୍ଲେମ? କେଉଁଠି ଅଛି? ପଢିବା 119:67। ଆଉ ଥରେ। ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି। ବସ୍, ଅର୍ଥାତ୍ ମୁଁ ଦୁଃଖ କେତେବେଳେ ପାଇଲି, କେତେବେଳେ ମୋ ଜୀବନରେ ଦୁଃଖ ହାଲେଲୁୟା। ହାଲେଲୁୟା କି କହିବେ ନାହିଁ? ପଇସା ଲାଗୁଛି ଲେଖାଗଲା, ଦୁଃଖଗ୍ରସ୍ତ ହେବା ପୂର୍ବରୁ ମୁଁ ବିପଥରେ ଗଲି। ଅର୍ଥାତ୍ ପ୍ରଥମେ ମୋ ଠିକ ଟ୍ରାକରେ ବିପଥରେ ଗଲି। ଶେଷରେ କ'ଣ ପାଇଲି? ଦୁଃଖ ପାଇଲି। ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ଅନେକଙ୍କ ପ୍ରାରମ୍ଭାବସ୍ଥା ବହୁତ ଉତ୍ତମ ଥିଲା। ଆମେ ଠିକ ପଥରେ ଯାଉଥିଲୁ, ଠିକ ରାସ୍ତାରେ ଯାଉଥିଲୁ।
ପ୍ରତିଦିନ ଆମମାନଙ୍କ ଦିନଚର୍ଯ୍ୟା ବହୁତ ଉତ୍ତମ ଥିଲା, ବାଇବଲ ଆଧାରିତ ଥିଲା। କିନ୍ତୁ ଯେତେବେଳେ ଈଶ୍ୱରଙ୍କ ଠାରେ ନିବେଦନ କରିଲୁ, ଆଶୀର୍ବାଦ ମାଗିଲୁ, ଆଶୀର୍ବାଦକୁ ପାଇଲୁ, ଆଶୀର୍ବାଦ ପାଇଲା ପରେ ସେ ଆଶୀର୍ବାଦ ଆଜି ଆମକୁ ତାଙ୍କ ଠାରୁ କାହିଁ ନା କାହିଁ ଦୂରକୁ ନେଇଯାଇଛି। ଆମେ ବର୍ତ୍ତମାନ ଆଉ ଉଚିତ ୱେରେ ଠିକ ପଥରେ ନାହୁଁ। ତାହା ଆମ୍ଭମାନଙ୍କ ଦୁଃଖର କାରଣ ହୋଇଅଛି। ଆପଣମାନେ ଦେଖନ୍ତୁ, ପଚାରନ୍ତୁ ନିଜକୁ, ଯେ ପର୍ଯ୍ୟନ୍ତ ଯେବେ ଯାଏ ମୁଁ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଜୀବନଯାପନ କରୁଥିଲି, ସେ ପର୍ଯ୍ୟନ୍ତ ମୋ ଜୀବନରେ ଖୁସି ଦେଖାଯାଉଥିଲା, ଆନନ୍ଦ ଦେଖାଯାଉଥିଲା। ଅଭାବରେ ମଧ୍ୟ ମୋ ହୃଦୟର ଆନନ୍ଦ କେଉଁଠାକୁ ଯାଉନଥିଲା। ସମସ୍ୟାରେ ମଧ୍ୟ ମୁଁ ଈଶ୍ୱରଙ୍କ ଠାରେ ଆନନ୍ଦ କରିପାରୁଥିଲି। କିନ୍ତୁ ସେଇ ଆନନ୍ଦ ଆଜି କାହିଁକି ମୋ ଜୀବନରେ ନାହିଁ? ସେଇ ଖୁସି ଆଜି କାହିଁକି ମୋ ମନରେ ଦେଖାଯାଉ ନାହିଁ? ଆଜି ମୋ ପାଖରେ ପଇସା ଅଛି, ଆଜି ମୋ ପାଖରେ ହୁଏତ ଟଙ୍କା ଅଛି, ପରିବାର ମଧ୍ୟ ମୁଁ ପାଇଛି, କିନ୍ତୁ ଆନନ୍ଦ କାହିଁ? ଆନନ୍ଦ କେଉଁଠି ରହିଲା? ପ୍ରଭୁଙ୍କ ଲୋକମାନେ ଦୟାକରି ପ୍ରତାରଣାରୁ ବାହାରନ୍ତୁ, ଧକ୍କାରୁ ବାହାରନ୍ତୁ। ଖ୍ରୀଷ୍ଟିଆନ ଜୀବନ 24 ଘଣ୍ଟା ଆନନ୍ଦରେ ବିତାଇବା ଜୀବନଟେ। ଏହାକୁ ନର୍ମାଲି ନିଅନ୍ତୁ ନାହିଁ। ପରମେଶ୍ୱର ସବୁବେଳେ ଚାହାନ୍ତି ତାଙ୍କ ଲୋକମାନେ ବନ୍ଦିତ ଅବସ୍ଥାରୁ ମୁକୁଳି ଆନନ୍ଦରେ ମୁକ୍ତ ଅବସ୍ଥାରେ ଜୀବନ ଯାପନ କରନ୍ତୁ ବୋଲି। ତେବେ ଆମ ଜୀବନରେ କାହିଁକି ନାହିଁ? ସେ ଦୁଃଖର କାରଣ କ'ଣ ଅଟେ? ପ୍ରଥମ ରିଜନ ହେଉଛି ଆମେ ବିପଥଗାମୀ ହୋଇଛୁ। ଆମକୁ ପ୍ରଭୁ ଯେଉଁ ଆଡ଼କୁ ଯିବା ପାଇଁ କହିଲେ ଆମେ ସେ ଆଡ଼କୁ ଯାଉନାହୁଁ। ଈଶ୍ୱରଙ୍କ ବାକ୍ୟ ଯାହା କହୁଅଛି ଆମେ ତାହା କରୁନାହୁଁ। ଗୋଟିଏ ଶବ୍ଦରେ ଯଦି ଆମେମାନେ କହିବା, disobedient life, ଅନାଜ୍ଞାବହତା ଦୁଃଖର ମୂଳ କାରଣ ଅଟେ। ପରମେଶ୍ୱର କହିଲେ ତୁମେ ଖାଇବ ନାହିଁ, ପରମେଶ୍ୱର କହିଲେ ତୁମେ ସେ ଫଳ ଜମାରୁ ଖାଇବ ନାହିଁ। ହବା କ'ଣ କହିଲେ? ଶୈତାନଙ୍କ ହବାଙ୍କର ରେସ୍ପନ୍ସ ଯଦି ଦେଖିବା, ସମୟ ଜଲ୍ଦି ହେଇଯାଉଛି, ତଥାପି ଟିକେ ପଢ଼ିବା। ଆଦି ପୁସ୍ତକ 3:2। ନାରୀ ସାପକୁ କ'ଣ କହୁଛି? ବାସ୍ ଦେଖନ୍ତୁ, ପରମେଶ୍ୱର କ'ଣ କହିଥିଲେ 2:17ରେ? କୌଣସି ପ୍ରକାରେ ଭୋଜନ କରିବ ନାହିଁ, ଯଦି କରିବ ନିତାନ୍ତ ମରିବ। ଏ ନାରୀ କିପରି ପ୍ରତ୍ୟୁତ୍ତର କରୁଛି ସାପକୁ? ଆମେ ସବୁ ଭୋଜନ କରିପାରୁ। ଏମିତି କାହିଁକି କହିଲେ ସେ? ଇଟ୍ ମିନ୍ସ ଈଶ୍ୱରଙ୍କ ପ୍ରତି, ଈଶ୍ୱରଙ୍କ ବାକ୍ୟ ପ୍ରତି କୌଣସି ଗାମ୍ଭୀର୍ଯ୍ୟ ଭାବ ହବାଙ୍କ ଜୀବନରେ ଦେଖାଯାଏ ନାହିଁ। ହଁ, ପ୍ରଭୁ କହିଦେଲେ ତ କ'ଣ ବଡ଼ କଥା ହେଇଗଲା। ହଁ, ପାଳକ ମାନଙ୍କୁ କିଛି କାମ ନାହିଁ, ସେମାନେ କହୁଥିବେ, ସେମାନେ କହିଲେ ପୁଣି ଆମେ ସୁଧୁରି ଯିବୁ। ସୁଧର ନାହିଁ, ଭୁଲରେ ସୁଧର ନାହିଁ, ପ୍ଲିଜ, କିଛି ଦରକାର ନାହିଁ। ହବାଙ୍କ ଜୀବନରେ ଦୁଃଖ ଆସିବାର କାରଣ କ'ଣ? ଆଦମଙ୍କ ଜୀବନରେ ଦୁଃଖ ଆସିବାର କାରଣ କ'ଣ? ସେମାନେ ଦିନେ ଉଚିତ ପଥରେ ଥିଲେ, ଦିନେ ଈଶ୍ୱରଙ୍କ ଆଜ୍ଞା ବହ ଜୀବନ ଅତିବାହିତ କରୁଥିଲେ, ଦିନେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଥିଲେ, ଦିନେ ଈଶ୍ୱରଙ୍କ ସହଭାଗିତାରେ ଥିଲେ, ଦିନେ ଈଶ୍ୱରଙ୍କୁ ପ୍ରେମ କରୁଥିଲେ। ଶରୀରର ଅଭିଳାଷ ପଛରେ ଗଲେ, ଅନାଜ୍ଞାବହତାକୁ ଆପଣାଇଲେ, ଆଉ ତାହା ସେମାନଙ୍କ ଜୀବନର ଦୁଃଖର ମୂଳ କାରଣ ହେଲା। ନିଜେ ତ ଦୁଃଖ ପାଇଲେ, ସ୍ୱାମୀକୁ ମଧ୍ୟ ଦୁଃଖ କରାଇଲେ, ଆଉ ଆଜି ପର୍ଯ୍ୟନ୍ତ ମାନବ ଜଗତ ଦୁଃଖରେ ଜୀବନ ଅତିବାହିତ କରୁଛି। ମୂଳ କାରଣ କ'ଣ? ଅନାଜ୍ଞାବହତା। ପରମେଶ୍ୱର କହିଲେ ଜୁନୁସୁଙ୍କୁ ତୁମେ କେଉଁଠାକୁ ଯାଅ? ପିଲାମାନେ, ହଁ, ଇଏ କେଉଁଠାକୁ ଗଲେ? ହଁ, ପଢ଼, ଜଲ୍ଦି ପଢ଼। ହଁ,
ହଁ 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 बस परमेश्वर कहले निनिबी को जाओ सेठारे जाई घोषणा करो तांकर जीवन भल नाही सेमानकु फेरिबार अछि ए महाशय ना मते प्रभुंकर कथा शुणिबार नाही मो बेसी शुणी सारले मु आ शुणी परिबे नाही वर्तमान मु बड़ हे गले वर्तमान मोर इच्छा जहा मु ताहा करिबी प्रभुंक छामुरु दूर को गले बोले लेखा अछि कौन पाइले दूर को जाई आज्ञा टंका पाइले व्यवसाय बढ़िला घर पाइले आनंद पाइले सुस्थ सबल स्वास्थ्य पाइले परिवार सुख को पाइले मंगल पाइले सफलता पाइले मन रखो प्रिय भाई भौणी माने परमेश्वर इच्छा तांको लोक माने दुख रे न रुहंतु आउ आम्भ मानकर कठिन मनर जो इच्छा रही ताहा करिबा फलरे आम्भे माने दुख रूप बंधन रे बंधा होई रही थाउचु जदि ईश्वर को कथा मानि थांते भड़ा मध्य देबाकू हुए तो पड़ी न थांता परमेश्वर तार प्रावधान करि थांते से सिद्धांचल को जाई थांते लोक मानक ठारे घोषणा करि थांते समुद्र रे पड़िबार ताका आवश्यक नथिला माछ को माछ भितरे पशिबार आवश्यक नथिला से सब विषय जमा होई न थांता पढंतु चारि पद आउथरे हाँ हाँ जहाज भांगी जीवा परी हैला पढ़ंतु हाँ 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 देखो एक मिनट जहाज रे सबु व्यवसाय व्यापार सामग्री सबु तले पकाई देले कहा पाई आज्ञा जुनस पाई सुनो भाई भौणी माने जीवन रे थरे जीशुंकु त्राणकर्ता परी ग्रहण कला परे जदि आम्हे माने स्वेच्छापूर्वक जीवन यापन करिबा निज इच्छा मुताबक जीवन यापन करिबा केबे मध्य आनंद रे बंची पारिबा नाही थरे ग्रहण कला परे आपण निज इच्छा रे जीवन यापन करि पारिबे नाही बसि जानतो हेई पारिबो नाही आपण को परमिट नाही आपण को अनुमति नाही जीशु कहले जदि कहीं मोहर अनुगमन करने को इच्छा करे तेबे से आपना को कौन करू अस्वीकार करू अस्वीकार करिबे नहीं तो ख्रिस्टियान जीवन नाही पचारिबा कि निज को टिके मु मोहर इच्छा को केते अस्वीकार करूची हबांक जीवनर दुखर कारण कौन आज्ञा निज इच्छा को श्रेयस्कर मन कले प्रभु को इच्छा भाड़ में जाए मोर कौन हबार अच्छे मोर जिभा मोहर जीवन मोहर आखि आखि देखिला जिभा चाहला हाथ तोलिला भलरे खाइला निजे फसिला ताकू फसाइला आमको मते फसाई रखिछि देखंतु जुनसंग स्थिति निज इच्छा पाए आगो को बढ़िले ईश्वर को कथा को मानिले नहीं अनाज्ञा बह तार फल निजे मध्य भोगुछंती तांको सकाशु समस्ते जहाजर समस्ते हैरान होउछंती मन रखंतु भाई भौणी माने प्रभुंक लोक माने जदि आपण आज्ञा बह जीवन अतिबाहित करिवे नाही आपणक सकाशु आपणक माँ आपणक बापा आपणक स्वामी आपणक स्त्री आपणक पुओ झियो आपणक परिवार ता बादे आपण जहार संस्पर्श रे अछंती से व्यक्ति मत हैरान हबो आज अनेकंक जीवन को देखंतु परिवार को देखंतु समस्ते भलो थिबे भेंडिया पो खराब थिबो ता सकाशु घरे शांति नाही ता सकाशु घरे आनंद नाही ता सकाशु समस्ते बदनाम
ए पुओ जनक चाली गला केउठाकू गला दूर देश को गला किए से पुओ वेरी गुड दूर देश को गला ए दूर देश को जीवा पछर कारण कौन प्रभु मते एही विषय दरकार अच्छी ध्यान देवे प्रभु कहले ठीक अच्छे आमेन नहीं जाओ एग्जैक्टली आमर प्रार्थना प्रभु मते एटा दरकार सेटा दरकार अमुक समुक सब दरकार प्रभु दयार सागर हे आम रब शुणी आम प्रार्थना शुणी आमको बुद्धि ज्ञान देले आमे पाठ पढ़िलु चाकरी कलु व्यवसाय कलु टंका अर्जन कलु घर बनैलु पिला छुआ अर्जन कलु तापरे प्रभु किए आमे किए प्रभुंग ठारू दूर को जाई नाहु तो एथिबाई प्रभु आमको आशीर्वाद कले कि आमे तांको ठारू दूरवर्ती जीवन बिताइबु बोली एथिबाई पुओ झियो देले कि एथिबाई टंका आमको देइछंदी कि दिने अभाव जीवन बिताउथुलो आज अभाव नाही तो प्रभु से आशीर्वाद काई की कले टीवी किनिबा पई गाड़ी किनिबा पई बाइक किनिबा पई मोबाइल किनिबा पई घरे रही पाप करी करी रहिबा पई प्रभुंग लोक माने परमेश्वर हृदय को टिके बुझंतु परमेश्वर से पुओ को आशीर्वाद कले से आशीर्वाद तांको प्रभुंग ठारू दूर को नहीं गला आ सही पुओ सकाशो तांग बापा दुख तांग मां को दुख तांग भाई को दुख घरे बदनाम तार पुओ से अपबय पुत्र जनक बाहर को गला परे तांको साहिर ग्रामर लोक माने कौन तांको बापा को मां को किछि कहि नथिबे जा हो भल काम कला तम पुओ एमिति कहिथिबे कि ठीक पचारिबा भाई भौणी माने मो जीवन सकाशु मोर स्वभाव सकाशु मोर आचरण सकाशु मो माँ बापा मो भाई भौणी मो स्त्री मो स्वामी मो ग्राम बदनाम हो नहीं तो मो परिवार लोक मान नाम मुंड तलू को नईबा पड़ू नहीं तो से माने अपमानित नुहंती तो से माने मो सकाशु अश्रु झराऊ नाहंती तो मो सकाशु चिंतारे भांगी पड़ी नाहंती तो ताहार कारण कौन अटे अनाज्ञाबह जीवन ईश्वर छामुर दूर को पड़ेले रहिबा पाई इच्छा नहीं अर्जन कले दुख को समस्या को अभाव को पढ़ंतु दुई पद दुई जोनस दुई दुई दुख सकाशु ए दुख कहीं आसला जीवन रे अनाज्ञा बहता बस जानतु अनाज्ञा बहता शुणु प्रभुंग लोक माने बाइबल केवल पढ़िबा यथेष्ट नुहे न ख्रिस्टियान जीवन बाइबल पढ़िबा जीवन नुहे मन रखु आमे आम जिले रे अभाव नुहंती बाइबल को पानी पोक पर घोष देथिबे किछि कामरा आसीबो नाही जदि आज्ञा बहता नाही किछि कामरा आसीबो नाही आमे ईश्वर को आज्ञा केते पालन करूछु ईश्वर को केउ आज्ञा में पालन करूछु पचारिबे टिके निजको मु मिछ कहिबा छाडिली रागिबा छाडिली चक्षु को ठीक ठाक अनाउछि तो अन्य मानकु स्त्री को प्रेम करुछि तो अलग स्त्री को नहीं निज स्त्री को करुछि तो क्यों आज्ञा में पालन करुछु दुख काई की अछि ए बंधन रे में काई की अछु सीधा कथा अनाज्ञा बह जीवन ताहा हम मान को दुखर कारण अटे मो पाखे समय ना मो किछि स्पर्श करि पारु नाही विपथरे जदि जीवा अनाज्ञा बह जीवन जदि आमर कंटिन्यूली देखा जाउथिबो आमे केबे मध्य दुखर बंधनरु मुक्ति होई पारिबा नाही एणु आज्ञा बह जीवन को आपणांतु
ଆଜ୍ଞାବହତାରେ ଆଶୀର୍ବାଦ ଅଛି, ଆଜ୍ଞାବହତାରେ ମଙ୍ଗଳ ଅଛି, ଆଜ୍ଞାବହତାରେ ଦୁଃଖ ଦୂର ହୁଏ, ଆଜ୍ଞାବହତାର ଅଭିଶାପ ଦୂର ହୁଏ, ଆଜ୍ଞାବହତାର ଅଶାନ୍ତି ଚାଲିଯାଏ, ଆଜ୍ଞାବହତାରେ ପରମେଶ୍ୱରଙ୍କ ଆଶୀର୍ବାଦ ଓହ୍ଲାଇ ଆସେ। ଆଜ୍ଞାବହତା ଜୀବନ ଦୁଃଖ ମୁକ୍ତ ଜୀବନ ଅଟେ। ପରମେଶ୍ୱରଙ୍କର ଏକାନ୍ତ ବାସନା ଆମେ ଦୁଃଖର ବନ୍ଧନରୁ ବାହାରିବା। ଆମେ କେତେ ଚାହୁଁଛୁ? କୌଣସି ସର୍ଟକଟ୍ ୱେ ନାହିଁ। ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରି ତାହାକୁ ପାଳନ କରିବାକୁ ପଡ଼ିବ। ପ୍ରଭୁ ସୁଯୋଗ ଦେଲେ ମୁଁ ସନ୍ଧ୍ୟା ବେଳାରେ କିଛି କଥା ନିଶ୍ଚୟ କହିବି। ବିପଥ ଗମନରେ ଅଛନ୍ତି ଅଥବା ଉଚିତ ପଥରେ ଅଛନ୍ତି, ଟିକେ ସମୀକ୍ଷା କରିନେବେ, ସମୀକ୍ଷା କରିନେବେ। ଖ୍ରୀଷ୍ଟିଆନ ଜୀବନର ପ୍ରାତଃ ସମୟ କେତେବେଳେ ଆରମ୍ଭ ହେବା ଦରକାର? ଯୀଶୁ କ'ଣ 8ଟା, 7:30, 9ଟା ଯାଏ ଗୁଡ୍ ନାଇଟ୍ ହଉଥିଲେ କି? ଛୋଟିଆ ଛୋଟିଆ ସାଧାରଣ ବିଷୟ ଗୁଡ଼ାକ ଆମ ଜୀବନରେ ଏବେ ଯାଏ ଠିକ ହେଇପାରି ନାହିଁ। ପାହାନ୍ତିଆ ସକାଳୁ ସକାଳୁ ଅନ୍ଧାର ଥାଉ ଥାଉ ପ୍ରଭୁ ଯୀଶୁ ଉଠୁଥିଲେ, ନିଜର ସ୍ଥାନକୁ ଯାଉଥିଲେ ପ୍ରାର୍ଥନା କରିବା ପାଇଁ। ଆମେ କେତେବେଳେ ଗୁଡ୍ ମର୍ଣ୍ଣିଂ କରୁଛୁ? କେତେବେଳେ ଆମ ନିଦ ଭାଙ୍ଗୁଛି? ଆଉ ଆମକୁ ଦୁଃଖ ନାହିଁ ତ କାହାକୁ ଦୁଃଖ? ଜୁନସ ପଢ ମା, ପଢ, 2:2 ପଢ, ଜଲ୍ଦି ପଢ। ସେ କହିଲେ ହଁ ହଁ ବସ୍। ଦୁଃଖ ଆସିଲା ପରେ এই ଜୁନସ ମହାଶୟ କ'ଣ କଲେ? ପ୍ରାର୍ଥନା କଲେ, ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଲେ, ଅନ୍ୟ କାହାର ଭରସା ନେଇ ନାହାନ୍ତି। ଆମେ ଯେବେ ଯେବେ ଅଭାବ ଆସେ, ଦୁଃଖ ତକଲିଫ ମୁସିବତ ଆସେ, କଷ୍ଟ ଆସେ, କେବେ ମଧ୍ୟ ପ୍ରଥମେ ପ୍ରଭୁଙ୍କ ନିକଟକୁ ଯାଉନାହୁଁ। ସାହିରେ କିଏ ଧନବାନ ଅଛନ୍ତି, ସାହିରେ କିଏ ସମ୍ଭ୍ରାନ୍ତଶାଳୀ ଲୋକ ଅଛନ୍ତି, ଗାଁରେ କିଏ କାହା ପାଖରେ ବହୁତ ଟଙ୍କା ଅଛି, ତାଙ୍କ ପାଖକୁ ଯିବୁ, ଦାଣ୍ଡ ଦୁଆରକୁ ଯିବୁ, ଗୋଡ଼ରେ ପଡ଼ିବୁ, ହାତ ପାତିବୁ, ନମସ୍କାର କରିବୁ, ଗୁହାରି କରିବୁ। ସେ ନଦେଲେ ଆଉ ଗୋଟେ ଘରକୁ ଯିବୁ, ସେ ନଦେଲେ ଆଉ କାହାକୁ ଫୋନ କରିବୁ। ଦେଖ, ଆମର ଭରସା କାହାଠାରେ? ପ୍ରଭୁଙ୍କ ଠାରେ। କୁଆଡ଼େ ଅଛି କିଏ ଜାଣେ? ବନ୍ଦିତ୍ୱ ଅବସ୍ଥାରୁ ଜୁନସ କିପରି ବାହାରିଲେ, ଦୁଃଖରୁ କିପରି ସେ ମୁକ୍ତି ପାଇଲେ? ପ୍ରାର୍ଥନା କରିବା ଦ୍ୱାରା। ପ୍ରଭୁଙ୍କ ଲୋକମାନେ, ଆପଣଙ୍କ ଜୀବନର ଦୁଃଖର ସ୍ଥିତି ମୁଁ ଜାଣେ ନା, ଆପଣ କେଉଁ ବନ୍ଧନରେ ଆଜି ବନ୍ଧା ହେଇଛନ୍ତି ମୁଁ ଜାଣେ ନା, କିନ୍ତୁ ମୁଁ ଏତିକି କହିବା ପାଇଁ ଚାହେଁ, ଇସ୍ରାଏଲୀୟ ଲୋକମାନେ ଯେତେବେଳେ ହାହାକାର କ୍ରନ୍ଦନ କରୁଥିଲେ, ବନ୍ଦିତ୍ୱ ଅବସ୍ଥାରେ ଥିଲେ, ଫାରୋଙ୍କର ଅଧୀନରେ ଥିଲେ, ସେମାନେ ନିଜର ଦୁଃଖ ପାଇଁ, ନିଜର କଷ୍ଟ ପାଇଁ, ନିଜର ଯାତନା ପାଇଁ ଈଶ୍ୱରଙ୍କ ନିକଟରେ ଅଶ୍ରୁ ଝରାଇ ଆର୍ତ୍ତସ୍ୱର କଲେ, କ୍ରନ୍ଦନ କଲେ। ଆଉ ପରମେଶ୍ୱର ସେମାନଙ୍କ ରୋବ ଶୁଣିଲେ, ଓହ୍ଲାଇ ଆସିଲେ, ସେମାନଙ୍କ ପାଇଁ ମଶାଙ୍କୁ ଠିଆ କରାଇଲେ, ସେମାନଙ୍କୁ ସେମାନଙ୍କର ବନ୍ଦିତ୍ୱ ଅବସ୍ଥାରୁ ଉଦ୍ଧାର କଲେ। ଯଦି ଆପଣମାନଙ୍କୁ ଲାଗୁଛି ମୁଁ କୌଣସି ବନ୍ଦିତ୍ୱ ଅବସ୍ଥାରେ ଆଜି ଅଛି, ଆପଣ ଶିଖିଯିବା ଦରକାର ବାଇବଲର ଅନେକଙ୍କ ଜୀବନ ଠାରୁ ଦୁଃଖ ଆସିବା ବେଳେ ସେମାନେ ପ୍ରଥମେ କାହା ନିକଟକୁ ଯାଇଥିଲେ, କାହାର ଭରସା ପ୍ରଥମେ କଲେ, କାହା ନିକଟକୁ ସେମାନେ ପ୍ରଥମେ ଗଲେ? ଆପଣ ଇସ୍ରାଏଲ ଲୋକଙ୍କ କଥା ଚିନ୍ତା କରନ୍ତୁ, କିମ୍ବା ହାନାଙ୍କ କଥା ଦେଖନ୍ତୁ, କିମ୍ବା ନେହେମିୟାଙ୍କ କଥା ଦେଖନ୍ତୁ, କିମ୍ବା ଆପଣ ସାମସନଙ୍କ କଥା ଦେଖନ୍ତୁ, ପାଉଲ ସିଲାଙ୍କ କଥା ଦେଖନ୍ତୁ, କି ଯୀଶୁଙ୍କ କଥା ବି ଦେଖନ୍ତୁ, ଡାନିଏଲ କଥା ମଧ୍ୟ ଦେଖନ୍ତୁ। ନିୟମ କରାଗଲା, 30 ଦିନ ଯାଏ ତୁମେ କୌଣସି ଦେବତା ନିକଟରେ ପ୍ରାର୍ଥନା କରିବ ନାହିଁ, ଯଦି କରିବ ସିଂହ ଗର୍ତ୍ତରେ ପକାଇ ଦିଆଯିବ। ଡାନିଏଲ ଶୁଣିଲେ, ଶୁଣିଲା ପରେ ସେ ଦେଶ ଛାଡ଼ି ଚାଲିଗଲେ କି ଲୁଚି କରି? ଜମା ନାହିଁ ନା। ଯେପରି ସେ ପ୍ରାର୍ଥନା କରୁଥିଲେ, ସେଇପରି ହିଁ ଝରକା ଖୋଲା କରି ଆଣ୍ଠୁ ପାତି ଦିନରେ 3 ଥର ଈଶ୍ୱରଙ୍କ ଠାରେ ପ୍ରାର୍ଥନା କଲେ। କାହିଁକି? ସେ ଜାଣିଛନ୍ତି ଆଗାମୀ ଦୁଃଖ ମୋ ଜୀବନରେ ଦେଖାଯାଉଛି।
ଦୁଃଖର ବନ୍ଧନରୁ ବାହାରିବା ପାଇଁ ଗୋଟିଏ ମାତ୍ର ଉତ୍ତମ ସର୍ବୋତ୍କୃଷ୍ଟ ଚାବି ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି। ତାହା ହେଉଛି ଆଣ୍ଠୁ ପାତିବା, ଜାନୁ ପାତିବା, ଈଶ୍ୱରଙ୍କ ନିକଟକୁ ଯିବା, ହୃଦୟର ସମସ୍ତ କଥାକୁ ଗୋଟିଏ ଗୋଟିଏ କରି ଭାଙ୍ଗିକି ପରମେଶ୍ୱରଙ୍କ ଚରଣରେ ରଖିବା। ମୁଁ ଜାଣେ ଅନେକ ମା ମାନେ ଦୁଃଖରେ ଖାଉନାହାନ୍ତି, ପିଉନାହାନ୍ତି, ନିଦ ହଉନାହିଁ। ଶୁଣନ୍ତୁ ମୋ ପ୍ରିୟ ମା ମାନେ, ମୁଁ ଭଲରେ ଜାଣିଛି ଈଶ୍ୱରଙ୍କ ପାଳକୀୟ ସେବା କରି କରି ପରମେଶ୍ୱର ଅନୁଭୂତି ଦେଇଛନ୍ତି। ଆପଣଙ୍କ ସ୍ୱାମୀଙ୍କ ଜୀବନ ଭଲ ନଥିବ, ପୁଅ ଝିଅମାନଙ୍କ ଜୀବନ ଭଲ ନଥିବ, ପରିବାର ସ୍ଥିତି ଭଲ ନଥିବ, ସେମାନଙ୍କର ସ୍ୱଭାବ ଚରିତ୍ର ଦିନକୁ ଦିନ ବଦତର ହେଇକି ଯାଉଛି। ମୁଁ କହିବା ପାଇଁ ଚାହେଁ ପ୍ରିୟ ମା ମାନଙ୍କୁ ହାତ ଯୋଡୁଛି, କେବେ ମଧ୍ୟ ଦୁଃଖରେ ଭାଙ୍ଗି ପଡନ୍ତୁ ନାହିଁ। ଆପଣ ଯଦି ଆପଣଙ୍କ ଠାରେ ଆଜି ଶ୍ୱାସ ବାୟୁ ଅଛି, ତେବେ ଭରସା ମଧ୍ୟ ଅଛି। ଯଦି ଆପଣ ହାନାଙ୍କ ପରି ଆଣ୍ଠେଇବେ, ଯଦି ଆପଣ ଇସ୍ରାଏଲ ଲୋକଙ୍କ ପରି ଆର୍ତ୍ତସ୍ୱର କରିବେ, ଯଦି ଆପଣ ଡାନିଏଲ ପରି ଦିନକୁ 3 ଥର ଆଣ୍ଠ ଭାଙ୍ଗି ପ୍ରାର୍ଥନା କରିବେ, ପାଉଲ ଶିଲାଙ୍କ ଜୀବନ ପରି ଯଦି ରାତି ଅଧାରୁ ଉଠି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ସ୍ତୁତିବାଦ କରିବେ, ନିଶ୍ଚୟ ସେମାନଙ୍କର ବନ୍ଧନ ଯେପରି ଖୋଲାଗଲା, ସେମାନେ ଯେପରି ବନ୍ଧନରୁ ମୁକ୍ତି ପାଇଲେ, ସେମାନେ ଯେପରି ବନ୍ଧନରୁ ଫିଟା ଗଲେ, ଆପଣଙ୍କ ଜୀବନର ପରିବାରର ବନ୍ଧନ ମଧ୍ୟ ନିଶ୍ଚୟ ପରମେଶ୍ୱର ଖୋଲିବେ, ନିଶ୍ଚୟ ପରମେଶ୍ୱର କାର୍ଯ୍ୟ କରିବେ। ବନ୍ଦିତ୍ୱ ଅବସ୍ଥାରୁ ବାହାରିବା ପାଇଁ ପ୍ରାର୍ଥନା ଜୀବନକୁ ସଜାଡ଼ନ୍ତୁ। ନିଜ ଜୀବନକୁ ସମୀକ୍ଷା କରନ୍ତୁ। ଆପଣ କେତେ ସମୟ ପ୍ରାର୍ଥନା କରୁଛନ୍ତି, ଆଉ ପ୍ରାର୍ଥନା ପଛରେ ଆପଣମାନଙ୍କ ଉଦ୍ଦେଶ୍ୟ କ'ଣ, ଆଉ ପ୍ରାର୍ଥନା କରିବା ପାଇଁ କାହା ନିକଟକୁ ଯାଉଛନ୍ତି ତାଙ୍କୁ ଟିକେ ଜାଣନ୍ତୁ। ଏ ସମସ୍ତ କାମ କରିବା ପୂର୍ବରୁ କେତେ ଆପଣ ଉଚିତ ପଥରେ ଅଛନ୍ତି, ଠିକ ପଥରେ କେତେ ଆପଣ ଗମନ କରୁଛନ୍ତି, ଟିକେ ନିଜକୁ ପଚାରନ୍ତୁ। ମୁଁ ଦୁଃଖଗ୍ରସ୍ତ ହେବା ପୂର୍ବରେ ବିପଥରେ ଥିଲି, ଅର୍ଥାତ୍ ଦୁଃଖର କାରଣ ବିପଥଗାମୀ। ବାଇବଲ ଯାହା କହୁଛି ତାହା ଯଦି କରିବା ନାହିଁ, ଆମେ କେତେ ମିଟିଂ ଯାଉ, କେତେ ମିଟିଂ ଅର୍ଗାନାଇଜ କରୁ, ଦୁଃଖ ଟିକେ ମାତ୍ର ଦୂରକୁ ଯିବ ନାହିଁ। ଆସନ୍ତୁ ଆପଣ ଚକ୍ଷୁ ବନ୍ଦ କରିବା। ଯଦି ପରମେଶ୍ୱର ଅବକାଶ ଦିଅନ୍ତି, ଚାଳନା ଦିଅନ୍ତି, ଆମେ ବାକି ସମସ୍ତ କଥା ସନ୍ଧ୍ୟା ବେଳାରେ ଚିନ୍ତା କରିବା। ହାଲେଲୁୟା। ସମସ୍ତେ ଆପଣ ଚକ୍ଷୁ ବନ୍ଦ କରୁ, ଆଉ ନିଜକୁ ପଚାରୁ, ମୁଁ କ'ଣ ବନ୍ଦିତ୍ୱ ଅବସ୍ଥାରୁ ଉଦ୍ଧାର ପାଇଛି? ମୁଁ କ'ଣ ଦୁଃଖର ବନ୍ଧନରୁ ମୁକ୍ତି ପାଇଅଛି? ଆଜି ମୋ ପରିବାର ପ୍ରତ୍ୟେକ କ'ଣ ଆନନ୍ଦରେ ଜୀବନ ଯାପନ କରୁଅଛନ୍ତି? କାହିଁକି ଆମ ଜୀବନରେ ଦୁଃଖ? କାହିଁକି ଆମର ଶଯ୍ୟା ଲୁହରେ ଭିଜି ଯାଉଛି? କାନ୍ଦିବା ପାଇଁ ଜାଗା ନାହିଁ ତ ବାଥରୁମ ଯାଇକି କାନ୍ଦୁଛୁ, କାହିଁକି ଦୁଃଖ? ସ୍ୱାମୀର ସୁଖ ନାହିଁ, ପୁଅ ଝିଅର ସୁଖ ନାହିଁ, ପରିବାରର ସୁଖ ନାହିଁ, ଇନକମରେ ସୁଖ ନାହିଁ, ଶରୀରରେ ଦୁଃଖ, ମନରେ ଦୁଃଖ, ପରିବାରରେ ଦୁଃଖ, ଜୀବନର ଅଶାନ୍ତି। କାହିଁକି? ଏଥିପାଇଁ କି ସେ ସ୍ୱର୍ଗ ଛାଡ଼ିଲେ। ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କ ବାକ୍ୟ କେବେ ମିଥ୍ୟା ନୁହେଁ। ଈଶ୍ୱରଙ୍କ ବାକ୍ୟ ଯଦି କହିଅଛି ସର୍ବଦା ଆନନ୍ଦ କର, ଅର୍ଥାତ୍ ବନ୍ଧନରେ ଥାଇ ଏକ ବ୍ୟକ୍ତି କେବେ ଆନନ୍ଦ କରିପାରିବ ନାହିଁ। ଏଣୁ ପରୀକ୍ଷା କରନ୍ତୁ, ମୋର ଦୁଃଖର ବନ୍ଧନର କାରଣ କ'ଣ ଅଟେ? କାହିଁକି ମୁଁ ଆଜି ଦୁଃଖରେ ଅଛି? ମୁଁ କ'ଣ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଅଛି? ମୁଁ କ'ଣ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଜୀବନ ଯାପନ କରୁଅଛି?
ମୁଁ କଣ ଈଶ୍ୱରଙ୍କୁ ପ୍ରେମ କରୁଅଛି ନା କେବଳ ଯାଉଛି ପ୍ରତିନିତ୍ୟ ଈଶ୍ୱରଙ୍କ ନିକଟକୁ ଆଉ ନିଜ ଆବଶ୍ୟକ ମାଗିବାରେ ହିଁ ସମୟ ବିତାଇ ପଳେଇ ଆସୁଛି। ଶୁଣନ୍ତୁ ପ୍ରଭୁଙ୍କ ଲୋକମାନେ, ପ୍ରେମ ସର୍ବଦା ମାଗେ ନାହିଁ। ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ସେ ଆପଣାର ଏକମାତ୍ର ପୁତ୍ରଙ୍କୁ ଦେଲେ। ପ୍ରେମ ଦିଏ। କି ପ୍ରେମ କରୁଛୁ ଆମେ ପ୍ରଭୁଙ୍କୁ? ଦିନ ରାତି କେବଳ ମାଗି ଥାଉଛୁ। କହିପାରିବା କି ଆମେ ଈଶ୍ୱରଙ୍କୁ ପ୍ରେମ କରୁଛୁ ବୋଲି? ଏହା କଣ ପ୍ରଧାନ ଆଜ୍ଞା ନୁହେଁ? ମନେ ରଖ ଭାଇ ଭଉଣୀ ମାନେ, ଆଜ୍ଞା ପାଳନ ଯଦି ନାହିଁ, ଜୀବନରେ ଆପଣ କେବେ ଦୁଃଖର ବନ୍ଧନରୁ ଉଦ୍ଧାର ପାଇପାରିବେ ନାହିଁ। ପରମେଶ୍ୱର ଆପଣଙ୍କୁ ପ୍ରେମ କରୁଥିବାରୁ ଏହି ସୁଯୋଗ ଦେଇଛନ୍ତି। ଆପଣଙ୍କ ଦୁଃଖ ଦୂର କରିବା ପାଇଁ ସେ ଚାହାନ୍ତି। ଆପଣଙ୍କୁ ବନ୍ଧନରୁ ମୁକ୍ତ କରିବା ପାଇଁ ସେ ଚାହାନ୍ତି। ଆପଣଙ୍କ ରୋଗର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ଚାହାନ୍ତି। ଆପଣଙ୍କର ବନ୍ଦିତ୍ୱ ଅବସ୍ଥାକୁ ଆନନ୍ଦରେ ପରିଣତ କରିବା ପାଇଁ ପରମେଶ୍ୱର ଚାହାନ୍ତି। ଆପଣ କେତେ ଚାହୁଁଛନ୍ତି ଆଜ୍ଞାବହ ହେବା ପାଇଁ? ବାଇବଲ ଅନୁସାରେ ଜୀବନ ବିତାଇବା ପାଇଁ ଆପଣ କେତେ ଆଗଭର ଅଟନ୍ତି? କେତେବେଳେ ଦେଖ ମନରେ କଷ୍ଟ, ଅନ୍ତରର ବେଦନା କାହାରିକୁ କହିପାରୁନାହାନ୍ତି କି ରହିପାରୁନାହାନ୍ତି କି କେହି ବୁଝିବା ପାଇଁ ନାହାନ୍ତି। କାହିଁକି ଏତେ କଷ୍ଟ ଜୀବନରେ? କାହିଁକି ବନ୍ଧନର ଅବସ୍ଥା ଦେଇ ଆମେ ଗତି କରୁଛୁ? ପ୍ରଭୁଙ୍କ ଲୋକମାନେ, ମୁଖ୍ୟ କାରଣ ଆମେ କାହିଁ ନା କାହିଁ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଜ ଜୀବନକୁ ସଜାଡ଼ି ନାହୁଁ। ଆମେ ଆଜି ବିପଥଗାମୀ ହୋଇଛୁ। ଯଦି ଈଶ୍ୱରଙ୍କ ବାକ୍ୟ ଆପଣଙ୍କ କଥା କହିଲା, ଆପଣ କୌଣସି ପ୍ରକାର ନୀରବ ରୁହନ୍ତୁ ନାହିଁ। ପରୀକ୍ଷା କରନ୍ତୁ। ଆପଣଙ୍କୁ ସେ ହାତରେ ଗଢ଼ିଛନ୍ତି। ଆପଣ କଣ ନିଜ ପୁଅ ଝିଅକୁ ଦୁଃଖରେ ଦେଖି ଖୁସି ହେଇପାରିବେ? କେବେ ନାହିଁ। ରକ୍ତ ଦେଇଛନ୍ତି ଆପଣଙ୍କ ପାଇଁ, ମାଡ଼ ଖାଇଛନ୍ତି ଆପଣଙ୍କ ପାଇଁ। କଣ ଆପଣଙ୍କୁ ଦୁଃଖରେ ଦେଖିବା ପାଇଁ? ଆମ ସୁନ୍ଦର ଯୀଶୁଙ୍କ ବଦନରେ, ଶରୀରରେ କ୍ଷତ ବିକ୍ଷତ ହେଇଗଲା। କଣ ଆମେ ଦୁଃଖରେ ରହିବୁ ବୋଲି? ବର୍ଷାରେ ଆଘାତ ଖାଇଲେ କଣ ଆମକୁ ଦୁଃଖରେ ଦେଖିବା ପାଇଁ? ନାଇଁ ମୋ ପ୍ରିୟ ମାନେ, ପରମେଶ୍ୱର କେବେ ଚାହୁଁନାହାନ୍ତି ଆମେ ପାପ କରିବୁ, ଦୁଃଖକୁ ଆପଣାଇବୁ। ଏହା ଆମର ଶରୀରର ଅଭିଳାଷ ଅଟେ। ଆମର ଚକ୍ଷୁ ଯାହା ଚାହିଁଲା ଆମେ ତାହା ଦେଖିଲୁ, ପରେ ଆଶୀର୍ବାଦକୁ ହରାଇଲୁ। ଆଜିଠାରୁ କ୍ଷମା ପ୍ରାର୍ଥନା କରି ଫେରି ଆସୁ। ହାଲେଲୁୟା। ଯଦି ଆପଣଙ୍କୁ ଲାଗୁଛି ଏହି ବାକ୍ୟ ନିଶ୍ଚୟ ମୋ ପାଇଁ, ଆପଣ ହସ୍ତ ଉଠାଇ ସମର୍ପିତ ହୁଅନ୍ତୁ। ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି। ହାଲେଲୁୟା। ଯଦି ଆପଣ ସ୍ୱାମୀଙ୍କ ପାଇଁ ଦୁଃଖିତ, ସ୍ତ୍ରୀଙ୍କ ପାଇଁ ଦୁଃଖିତ, ନିଜ ଯୁବା ଯୁବତୀ ପୁଅ ଝିଅ ମାନଙ୍କ ପାଇଁ ଦୁଃଖିତ, ମୁଁ କହିବା ପାଇଁ ଚାହେଁ, ନିରାଶ ହୁଅନ୍ତୁ ନାହିଁ। ଆଜି ମଧ୍ୟ ସୁଯୋଗ ଅଛି। ଯଦି ଆପଣ ଅନୁତାପ ସହିତ ଫେରିବେ, ନିଜ ଅବାଧ୍ୟତାରୁ ଫେରିବେ, ଜୁନସଙ୍କ ପରି, ସାମସନଙ୍କ ପରି ଯଦି ଅନୁତାପ କରି ପାପ ପାଇଁ କ୍ଷମା ପ୍ରାର୍ଥନା କରିବେ, ଇସ୍ରାଏଲ ମାନଙ୍କ ପରି ଯଦି ପ୍ରଭୁଙ୍କ ଠାରେ ଆର୍ତ୍ତସ୍ୱର କରିବେ, ଓ ଆମ ପରମେଶ୍ୱର ପ୍ରାର୍ଥନା ଶ୍ରବଣକାରୀ ଅଟନ୍ତି, ସେ ନିଶ୍ଚୟ ଆପଣଙ୍କ ପ୍ରାର୍ଥନା ମଧ୍ୟ ଶୁଣି ଆପଣଙ୍କ ଦୁଃଖ ରୂପ ବନ୍ଦିତ୍ୱ ଅବସ୍ଥାରୁ ଆପଣଙ୍କୁ ଉଦ୍ଧାର କରିବେ।
ହାଲେଲୁୟା ହାଲେଲୁୟା। অন্তর বেদনা তুমনর যাতনা ସବୁ ସେ ଦେଖନ୍ତି ସବୁ ସେ ଜାଣନ୍ତି। ଆପଣଙ୍କ ଅନ୍ତରର କଷ୍ଟ ହୃଦୟର ଦୁଃଖ ସବୁ ସେ ଜାଣନ୍ତି। କେବେ ତୁ ଭାବେ ନା ସେ ଭୁଲି ଯାଆନ୍ତି ତାଙ୍କ ସମୟରେ ସବୁ ସେ କରନ୍ତି। ସେ ନିଶ୍ଚୟ କରିବେ। ତୋର ଲାଗି ଆସିଛନ୍ତି କ୍ରୁଶେ ପ୍ରାଣ ଦେଇଛନ୍ତି। ଆବଶ୍ୟକ କି ନ ଦେବେ আবশ্যক কি ন দেবে ଆପଣଙ୍କ ଅନ୍ତରର ବେଦନା ମନର ଦୁଃଖ ପରିବାର ପାଇଁ ଦୁଃଖ ସ୍ୱାମୀ ସ୍ତ୍ରୀର ଦୁଃଖ ଋଣର ଦୁଃଖ ଶରୀରର ଦୁଃଖ ପାପର ସଂଘର୍ଷର ଦୁଃଖ ଆତ୍ମିକ ଜୀବନରେ ବଢି ପାରୁନାହିଁ ବୋଲି ଯେଉଁ ଦୁଃଖ ପରିବାର କିପରି ଗଢ଼ିବି ବୋଲି ଦୁଃଖ ସବୁ ସେ ଜାଣନ୍ତି ସେ ସବୁ ଦେଖୁଛନ୍ତି ସେ ନିଶ୍ଚୟ ବ୍ୟବସ୍ଥା କରିବେ। ବାକ୍ୟ କୁହେ ମନର ସବୁ କଥା ପଡ଼ୋଶୀକୁ ନାହିଁ ଧନବାନକୁ ନାହିଁ ଗାଁର ଲୋକଙ୍କୁ ନାହିଁ ଯେ ଆପଣଙ୍କ ଦୁଃଖକୁ ଦୂର କରିପାରିବେ ଆପଣଙ୍କୁ ଆନନ୍ଦରେ ପରିଣତ କରିପାରିବେ ତାଙ୍କଠାରେ ଜଣାନ୍ତୁ। ସେ ନିଶ୍ଚୟ ବନ୍ଦିତ୍ୱାବସ୍ଥାରୁ ଆପଣଙ୍କୁ ଉଦ୍ଧାର କରିବେ। ସ୍ୱର୍ଗୀୟ ପ୍ରଭୁ ବାପା ସେବେଳେ ପ୍ରାର୍ଥନା କରୁଅଛି ଯଦି କେହି ଏଠାରେ ଅଛନ୍ତି ପ୍ରଭୁ ଜୀବନର ଅନେକ ଦୁଃଖ ନେଇକି ଅଛନ୍ତି ପ୍ରଭୁ ହୁଏତ କେହି ବୁଝି ପାରୁନଥିବେ ଏହି ବନ୍ଧନରେ ବନ୍ଧା ହୋଇଯାଇଛନ୍ତି ପ୍ରଭୁ ଆନନ୍ଦ ନାହିଁ ପ୍ରଭୁ ଶାନ୍ତି ନାହିଁ ପ୍ରଭୁ ଖୁସି ହଜି ଯାଇଛି ପ୍ରଭୁ ବାପା ମୁଁ ପ୍ରାର୍ଥନା କରୁଛି ତୁମରି ସେ ଆନନ୍ଦ ତୁମର ସେ ସ୍ୱର୍ଗୀୟ ଖୁସି ସେ ବିଶ୍ରାମ ପୁଣି ଥରେ ତୁମେ ପ୍ରଦାନ କର ବୁଝିବା ପାଇଁ ଦିଅ ଦୁଃଖର କାରଣ ବିପଥ ଗମନ ଅବସ୍ଥା ଅଟେ ଦୁଃଖର କାରଣ ନିଜର ଶରୀରର ଇଚ୍ଛା କରିବା ଅଟେ ଦୁଃଖର କାରଣ ଅନାଜ୍ଞାବହ ଜୀବନ ଅଟେ ଯଦି କେହି ଫେରୁଛନ୍ତି କ୍ଷମା ମାଗୁଛନ୍ତି ଦୟା ବହି କ୍ଷମା କରିଦିଅ ଆଉ ଏ ବନ୍ଧନରୁ এই বন্দিত অবস্থারও উদ্ধার কর ধন্যবাদ প্রভু আগামী অধিবেশনকু তুম হস্তরে রখুছে তুমি এই সেবাকে বোঝ উঠাইল কথা কহিল এণু তুমକୁ ধন্যবাদ দেই মহিমা গৌরব সম্ভ্রম কেবল তুমକୁ দেই
ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍।